ନାଇଁ ନା ତ ଝିଅକୁ ହରାଇଲା ପରେ ତ ସେ ନାତି ମୁହଁକୁ ଚାହିଁ କାହିଁ ବଞ୍ଚିଛୁ। ତାକୁ ଦେଖିଲେ ଆମ ଝିଅକୁ ଦେଖିଲା ଭଳି ଆମେ ଅନୁଭବ କରୁଛୁ। ସେଇ ଦୁଃଖ କିଛି ଭୁଲିଯାଉ। ଦୀର୍ଘ 7 ବର୍ଷ ତଳରୁ ଥିବା ମୋ ମୁଣ୍ଡରେ ଯେଉଁ ଟେନସନ୍ ବୋଝରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଜୀବନର ଦୁଃଖ ତ ଭୁଲି ହେବନି, ଝିଅକୁ ତ ଫେରି ପାଇବନି, କିନ୍ତୁ ଆମେ ସେମାନେ ଆଶ୍ୱସ୍ତି ଅନୁଭବ କରିଛୁ। ଆପଣଙ୍କର ବିଶ୍ୱାସ ଥିଲା, ଭରସା ଥିଲା ଯେ ନ୍ୟାୟିକ ପ୍ରକ୍ରିୟାରେ ଆପଣଙ୍କର ବିଜୟ ନିଶ୍ଚୟ ହେବ? ନିଶ୍ଚିତ ଭାବରେ ଏଇ ବିଶ୍ୱାସ ମୋର ଥିଲା, ସତ୍ୟର ନିଶ୍ଚୟ ଜୟ ହେବ, ଏଇ ବିଶ୍ୱାସ ମୋର ଥିଲା। ଏବଂ କାଲି ବି ଠିକ୍ ସେୟା ବାସ୍ତବରେ ପରିଣତ ହେଇଛି। ମାନ୍ୟବର କୋର୍ଟ ଆଉ ଆମର କୋର୍ଟ ପରିଚାଳନା କରୁଥିବା ଆମର ଯେଉଁ କେସ୍କୁ ପରିଚାଳନା କରୁଥିବା ଆମର ଯେଉଁ ଆଡ଼ଭୋକେଟ୍ ସିନିୟର ଆଡ଼ଭୋକେଟ୍ ଶ୍ରୀ ସୌରଚନ୍ଦ୍ର ମହାପାତ୍ର, ଆମର ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟ୍ ବିଜୟ କୁମାର ମହାନ୍ତି ଆଉ ଜଜ୍ ସାର୍, ଏମାନେ ଠିକ୍ ଭାବରେ କେସ୍କୁ ତର୍ଜମା କରି ତା'ର ଠିକ୍ ନ୍ୟାୟ, ଉଚିତ ନ୍ୟାୟ ପ୍ରଦାନ କରିଛନ୍ତି। ସେଥିରେ ଆମେ ଖୁସି ଅଛୁ ଏବଂ ଆଶ୍ୱସ୍ତି ଅନୁଭବ କରିଛୁ। ଆଉ ଉପରକୁ ମଧ୍ୟ ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନାଇଁ ତାଙ୍କର? ନାଇଁ, ସେଇଟା ତ ଆମେ କହିପାରିବୁନି, ସେଇଟା ସମୟ କହିବ। ସେ କ'ଣ କରିବେ ନ କରିବେ ସେଇଟା ସମୟ କହିବ। ସେଇ ତା ବିଷୟରେ ଆମର କୌଣସି ଟିପ୍ପଣୀ ଦେଇପାରିବୁ ନାହିଁ। କିନ୍ତୁ ଗୋଟେ ଏତେ ଦୀର୍ଘ 7 ବର୍ଷର ଲଢ଼େଇ, ୟା ଭିତରେ ବହୁତ ଘାତ ପ୍ରତିଘାତ ମାନସିକ ଯନ୍ତ୍ରଣା ଆପଣ ନିଶ୍ଚୟ ପାଇଥିବେ, କାରଣ ଯେହେତୁ ଝିଅ ଏଇଭଳି ଘଟଣା ଘଟିଲା। ନାଇଁ, ସେ ଆଜି ରାୟ ପ୍ରକାଶ ପାଇବା ପରେ ସେଗୁଡ଼ାକ ଆମେ ଭୁଲି ଯାଇଛୁ। ଇଏ ତ ହେବ, ଜୀବନ ମାନେ ସ୍ୱାଭାବିକ କଥା। ଦୌଡ଼ାଦୌଡ଼ି କରିବାକୁ ପଡ଼ିବ, ବିଭିନ୍ନ ଆବଶ୍ୟକ ସ୍ଥଳେ ଦୌଡ଼ିବାକୁ ପଡ଼ିବ, ସେଇଟା ତ ହେବ। କିନ୍ତୁ ସେଇ ଦୁଃଖକୁ ଆମେ ଭୁଲି ଯାଇଛୁ। କାଲି ରାୟ ପ୍ରକାଶ ପାଇବା ପରେ ସେସବୁକୁ ଆମେ ଭୁଲି ଯାଇଛୁ। କେଉଁଠି ନା କେଉଁଠି ଆପଣ ଏଇ ବାର୍ଦ୍ଧକ୍ୟ ଅବସ୍ଥାରେ ଯେତେବେଳେ ନାତିକି ଦେଖୁଛନ୍ତି, ସେଇ ଦୁଃଖଟାକୁ ଭୁଲି ଯାଉଛନ୍ତି କି? କାରଣ ଯେତେବେଳେ ନାତିକି ଆପଣ ଦେଖୁଛନ୍ତି, ସେତେବେଳେ ଦୁଃଖଟା ଟିକେ ଭୁଲି ଯାଉଛନ୍ତି କି ତାଙ୍କ ମୁହଁ ଦେଖିଲେ? ନାଇଁ ନା ତ ଝିଅକୁ ହରାଇଲା ପରେ ତ ସେ ନାତି ମୁହଁକୁ ଚାହିଁ କାହିଁ ବଞ୍ଚିଛୁ। ତାକୁ ଦେଖିଲେ ଆମ ଝିଅକୁ ଦେଖିଲା ଭଳି ଆମେ ଅନୁଭବ କରୁଛୁ। ସେଇ ଦୁଃଖ କିଛି ଭୁଲି ଯିବାକୁ ଚେଷ୍ଟା କରୁଛୁ। ଆଉ ସେ ତ ଅଛି, ତାକୁ ଗୋଟେ ଭଲ ମଣିଷ କରିକି ସମାଜରେ ଗଢ଼ି ତୋଳିବା ପାଇଁ ଆମେ ସମସ୍ତ ପ୍ରଚେଷ୍ଟା ବଜାୟ ରଖିଛୁ। ତାର ମାଉସୀ, ମାମୁଁ ଆଉ ସମସ୍ତ ପରିବାର ଲୋକ ତାକୁ କୌଣସି ଅଭାବ ଆଜି ପର୍ଯ୍ୟନ୍ତ ଅନୁଭବ କରିବାକୁ ଦେଇନାହାନ୍ତି। ଏବଂ ସେମାନେ ତାର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। ତାର କୌଣସି ଅସୁବିଧା ନାହିଁ। ସେ ଏଇଠି ରହିକି ପଢ଼ାପଢ଼ି କରୁଛି। ଆଚ୍ଛା, ଆଉ ଗୋଟେ କଥା ଆପଣଙ୍କୁ ପଚାରିବି, ଏଇ ଯେହେତୁ ଘଟଣା ଘଟିଲା, ଯେତେବେଳେ ଏଇ ଘଟଣା ପରେ ଆପଣଙ୍କ ପାରିବାରିକ ଯେଉଁ ଆପଣଙ୍କର ସ୍ତ୍ରୀ ହୁଅନ୍ତୁ, ସେମାନଙ୍କ ଉପରେ କ'ଣ ପ୍ରଭାବ ପଡ଼ିଲା? କାରଣ ନିଶ୍ଚିତ ଭାବରେ ଗୋଟେ ମେଣ୍ଟାଲ ଷ୍ଟିଗମା, ମେଣ୍ଟାଲ ଟ୍ରମାରେ ସମସ୍ତେ ଥିବେ। ଏଇଟା ସାଧାରଣ କଥା। ଯେହେତୁ ଆମର ମାନେ ଆମେ ଜୀବନଠୁ ଅଧିକ ଭଲ ପାଉଥିବା ଝିଅକୁ ହରାଇ ଦେଲୁ, ଦୁଃଖ ହେବା ତ ସ୍ୱାଭାବିକ କଥା। ସମସ୍ତେ ପରିବାର ବର୍ଗ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତା ସହିତ ଏଇ କେସ୍ ଲାଗି ରହିଲା, ସମସ୍ତେ ଟେନସନ୍ରେ ବି ରହିଥିଲେ। ଆଉ କାଲି କେସ୍ ଜାଣିଲା ପରେ, ରାୟ ଜାଣିଲା ପରେ ସମସ୍ତେ ଟିକେ ଆଶ୍ୱସ୍ତି ଅଛନ୍ତି ଆଉ।